ବାହାଘର ବାର୍ଷିକ ଧୁମଧାମରେ ପାଳନ କରିଛନ୍ତି ଓଡ଼ିଆ ଅଭିନେତ୍ରୀ ତମନ୍ନା। ତ ଆପଣମାନେ ଜାଣିଥିବେ ଗତ ବର୍ଷ ନମିତା ଅଗ୍ରୱାଲଙ୍କ ବଡ଼ ପୁଅ ସିଦ୍ଧାର୍ଥକୁ ବିବାହ କରିଥିଲେ ଓଡ଼ିଆ ଅଭିନେତ୍ରୀ ତମନ୍ନା। ତ ତମନ୍ନା ଆଉ ସିଦ୍ଧାର୍ଥଙ୍କ ବାହାଘର ଧୁମଧାମରେ ହୋଇଥିଲା। ଓଲିଉଡ୍ ଇଣ୍ଡଷ୍ଟ୍ରିର ବହୁତ ସାରା ସେଲିବ୍ରିଟି ମାନେ ତାଙ୍କ ବାହାଘରରେ ଯୋଗ ଦେଇଥିଲେ। ଆଉ ଏହାପରେ ଓଡ଼ିଆ ଘରର ବହୁ ଭଳି ନିଜ ଶାଶୁ ଘରେ ବା ନମିତା ଅଗ୍ରୱାଲଙ୍କ ଘରେ ଚଳୁଥିବାର ନଜର ଆସିଥିଲେ ତମନ୍ନା। ଆପଣମାନେ ଜାଣିଥିବେ ତମନ୍ନା ଆଜକୁ ପ୍ରାୟ 7 ରୁ 8 ବର୍ଷ ହେବ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି। ଓଲିଉଡ୍ ଇଣ୍ଡଷ୍ଟ୍ରିର ସମସ୍ତ ଆଗ ଧାଡ଼ିର କଳାକାରଙ୍କ ସହିତ ଅଭିନୟ କରି ସାରା ଓଡ଼ିଶାର ଲୋକଙ୍କ ମନରେ ନିଜର ଅଲଗା ପ୍ରକାର ସ୍ଥାନ ବନେଇବାରେ ସଫଳ ହୋଇପାରିଛନ୍ତି। ତାହେଲେ ତମନ୍ନା ଓ ସିଦ୍ଧାର୍ଥଙ୍କ ମଧ୍ୟରେ ଗତ ଦିନମାନଙ୍କରେ ଲଭ୍ ମ୍ୟାରେଜ୍ ହୋଇଥିଲା ବୋଲି ଶୁଣିବାକୁ ମିଳୁଛି। ତାହେଲେ ତମନ୍ନା ପୂର୍ବରୁ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସହିତ ଗୋଟିଏ ସ୍କୁଲରେ ହିଁ ପାଠ ପଢୁଥିଲେ। ଆଉ ଏହା ସହିତ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସେଇଠାରୁ ହିଁ ଗଢ଼ି ଉଠିଥିଲା, ଏହାକି ସୋସିଆଲ ମିଡ଼ିଆରୁ ଶୁଣିବାକୁ ମିଳୁଛି। ତ ନମିତା ଅଗ୍ରୱାଲଙ୍କ ଘରର ବୋହୂ ହୋଇଛନ୍ତି ତମନ୍ନା ଅଗ୍ରୱାଲ। ନମିତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କୁ ଏବେ ବିବାହ କରିଛନ୍ତି ତମନ୍ନା। ତ ବାହାଘରର ଏବେ ଗୋଟିଏ ବର୍ଷ ପୁରୀ ଯାଇଛି। ଆଉ ଏହାରି ମଧ୍ୟରେ ବିବାହ ବାର୍ଷିକକୁ ଧୁମଧାମରେ ପାଳନ କରିଥିବାର ନଜର ଆସିଛନ୍ତି ତମନ୍ନା ଓ ସିଦ୍ଧାର୍ଥ। ତାହେଲେ ତମନ୍ନା ବାହାଘର ପରେ ଆଉ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ନଜର ଆସିନାହାନ୍ତି। ବାହାଘର ପରେ ସେ ଓଡ଼ିଆ ଘରର ବୋହୂ ଭଳି ନିଜ ଶାଶୁ ଘରେ ଚଳୁଥିବାର ନଜର ଆସିଛନ୍ତି। ନିଜ ଶାଶୁ ଓ ପରିବାର ଲୋକଙ୍କ ସେବା କରୁଥିବାର ଦେଖା ଦେଇଛନ୍ତି ଓଡ଼ିଆ ଅଭିନେତ୍ରୀ ତମନ୍ନା। ତାହେଲେ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି ଏହି ଅଭିନେତ୍ରୀ। ଦୀର୍ଘ 7 ବର୍ଷ ହେବ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଥିଲେ। ବାହାଘର ପୂର୍ବରୁ ସାର୍ଥକ ମ୍ୟୁଜିକ୍ ଅଣ୍ଡରରେ ସେ ଗୋଟିଏ ସିନେମା ଅଭିନୟ କରିଥିଲେ, ଯାହାର ନାଁ ରହିଥିଲା ଭିଲେନ୍, ଯେଉଁଥିରେ ଆପଣମାନେ ଅର୍ଦ୍ଧେନ୍ଦୁଙ୍କୁ ହିରୋ ଭାବରେ ଦେଖିବାକୁ ପାଇଥିଲେ। ସାରା ଓଡ଼ିଶାର ଲୋକମାନେ ଏହି ସିନେମାକୁ ବେଶ୍ ଅଧିକ ଭଲ ପାଇବା ବି ମଧ୍ୟ ଦେଇଥିଲେ। କିନ୍ତୁ ବାହାଘର ପରଠାରୁ ତମନ୍ନାଙ୍କ ଆଉ କୌଣସି ବି ହେଲେ ଫିଲ୍ମ ରିଲିଜ୍ ହୋଇନାହିଁ କିମ୍ବା ତାଙ୍କୁ କୌଣସି ସିନେମାର ସୁଟିଂ ସେଟ୍ରେ ଆଉ ଦେଖିବାକୁ ମିଳିନାହିଁ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ତମନ୍ନା କେମିତି ଲାଗନ୍ତି କମେଣ୍ଟ କରନ୍ତୁ।